ଏବେ ବି ଲୋକଙ୍କ ଦୁଃଖ ସରି ନାହିଁ ଆଉ ଏବେ ବି ବନ୍ଧ ଉପରେ ଆଶ୍ରୟ ନେଉଛନ୍ତି ବନ୍ୟା ବିପନ୍ନ। ତେବେ ଆମେ ଆସି ପହଞ୍ଚିଛୁ ଦଶରଥପୁର ବ୍ଲକ ଧୋବାବିଲ ଗାଁରେ, ଯେଉଁଠିକି ଘାଇ ହେଇଥିଲା ଏବଂ ସେ ଘାଇ ମୁହଁର ଏ ଗାଁ ହେଉଛି ଧୋବାବିଲ। ଯେଉଁ ଦେଖୁଥିବେ ଯେ ପାଖାପାଖି ଘର, ଯେଉଁ ମାଟି ଘର ରହିଛି ବା କଚ୍ଚା ଘର, ଇଏ ସବୁ ସମ୍ପୂର୍ଣ୍ଣ ଭାଙ୍ଗିକି ପୁରା ମାଟିରେ ମିଶି ଯାଇଛି। ତେବେ ଲୋକମାନେ କିଭଳି ଭାବରେ ରହିବେ ଏବଂ ପରିବାର କିଭଳି ଭାବରେ ରାତି କଟେଇବେ ତାକୁ ନେଇ ବର୍ତ୍ତମାନ ଚିନ୍ତାରେ। କାରଣ ଏ ପର୍ଯ୍ୟନ୍ତ ଯଦି କହିବା ଯେ ଏବେ ବି ସେ ବନ୍ଧ ଉପରେ ସେମାନେ ତାଙ୍କର ଦିନ କାଟୁଛନ୍ତି। ଅନ୍ୟପଟେ ଏବେ ବି ଦେଖିବେ ଗାଁ ତଳରୁ ପାଣି ଖସୁଥିଲେ ମଧ୍ୟ ଯେହେତୁ ଘାଇ ମୁଣ୍ଡ ରହିଛି ତେଣୁ ଘାଇ ତଳକୁ ମଧ୍ୟ ପାଣି ଏବେ ବି ରହିଛି। ଅନ୍ୟପଟେ ଦେଖିବା ଯେ ଯାଜପୁର ଏ ଯେଉଁ ଦଶରଥପୁର ଯେଉଁ ରହିଛି ଧୋବାବିଲ ଯେଉଁ ତର୍ପଦା ପଞ୍ଚାୟତ ରହିଛି, ଏ ପଞ୍ଚାୟତ ଧୋବାବିଲ ଗାଁ ପୁରା 50ରୁ 60ଟି ପରିବାର ପୁରା ବର୍ତ୍ତମାନ ବନ୍ଧ ଉପରେ ନିର୍ଭର କରୁଛନ୍ତି। ଇଏ ପୁରା ସମ୍ପୂର୍ଣ୍ଣ ପୁରା ଘର ଶୋଇପଡ଼ିଛି। ମୁଁ ଟିକେ ଦେଖିବାକୁ ଚାହିଁବି, ଇଏ ଯେଉଁ ମାଟି ଘର ଥିଲା ଏ ମାଟି ଘର ସମ୍ପୂର୍ଣ୍ଣ ଶୋଇପଡ଼ିଛି ଏବେ ବି, କାରଣ ଏ ମାଟି ଘରକୁ ସେମାନେ ପୁଣି ତିଆରି କରିବା ନିହାତି କଷ୍ଟଦାୟକ। ତେବେ ସେ ସମୟର ଦୃଶ୍ୟ କ'ଣ ଥିଲା, ସେ ସମୟର ସେତେବେଳର ପରିସ୍ଥିତି କେମିତି ଥିଲା ତାଙ୍କୁ ଆମେ ପଚାରି ବୁଝିବା। ଆମ ସହିତ ମା ଜଣେ ଅଛନ୍ତି। ଦେଖିବେ ସେ ସମୟ ଯେତେବେଳେ ପାଣି ଆସିଲା, ମାଡ଼ି ଆସିଲା, କେମିତି କ'ଣ ଆପଣ ଘରକୁ ଗଲେ ଏବଂ କେମିତି କ'ଣ? ହଠାତ୍ ସାର୍ ସେତେବେଳେ ରୋଷେଇ କରୁଥିଲି, ମୋ ଛୁଆ ପିଲାଙ୍କୁ ନେଇ କେମିତି ଯିମି, ଆଉ ଯାଇ ହେଲାନି, ଜଣଙ୍କ ଘରେ ରହିଗଲି। ମୋ ଛେଳି ବି 6-7ଟା ଅଛନ୍ତି, ଆଉ ଘରେ ଜିନିଷ ସବୁ ରହିଗଲା, କିଛି ବି କାଢି ପାଇନି। ଶାଢୀ ପଞ୍ଜା ବି କିଛି କାଢି ପାଇନି, ସବୁ କିଛି ସାର୍ ରହିଗଲା। ମୋ ପାଖରେ କିଛି ବି ନାହିଁ ସାର୍, ଘର ବି ନାହିଁ, ଘର ଭାଙ୍ଗି ଯାଇଛି, ଘର ଭାଙ୍ଗି ଯାଇଛି, କିଛି ବି ନାହିଁ। ଆଶ୍ରୟ ନେବା ପାଇଁ ମୁଣ୍ଡ କୋଉଠି ଦେଇଛନ୍ତି? ବନ୍ଧ ଉପରେ। କେତେ ଦିନ ଏମିତି ହେଇଗଲାଣି? 7 ଦିନ ଖଣ୍ଡର। ନିହାତି ଭାବେ ଦେଖୁଥିବେ ମାଆଙ୍କ ଆଖିରୁ ମଧ୍ୟ ଲୁହ ଝରି ଆସୁଛି। ଏଇ ଯେଉଁ ଦୁଃଖ ନିହାତି ଭାବରେ ବନ୍ୟା ଆଣିଛି, ସତ ଦୁଃଖ। କିନ୍ତୁ ଆମେ ଆଉ ଟିକେ ପଚାରିବୁ ଯେ ଦେଖିବେ ଭାଇ କ'ଣ କହିବେ ଯେ ବର୍ତ୍ତମାନ ପାଇଁ ପାଖାପାଖି 7ରୁ 8 ଦିନ ହେଇଗଲାଣି। ନିହାତି ଭାବରେ ଘାଇ ଭାଙ୍ଗିଲା 3ଟା ବେଳେ ହେଲା, 5 ମିନିଟ୍ ଲାଗିଲାନି, ଆମ ଘର ଦ୍ୱାର ସବୁ ପାଣି ପଶିଗଲା। ଆମେ ଯିବା ପାଇଁ ବି, ଜୀବନ ବଞ୍ଚେଇବା ପାଇଁ ବନ୍ଧକୁ ପଳେଇଲୁ, ଆଉ ଜିନିଷ ପତ୍ର କିଛି ବି ସାମାନ ନେଇପାରିନୁ। ଏଇଆ ଆଉ ଆଜିକି 7 ଦିନ ହେଇଗଲା, ପାଲ ଖଣ୍ଡେ ପକେଇକି ବନ୍ଧ ଉପରେ ଗାଈ ଛେଳି ପିଲା ଛୁଆଙ୍କୁ ନେଇକି ବନ୍ଧ ଉପରେ ଆଶ୍ରୟ ନେଇଛି। ଏବେ ବି ପାଣି, ସେ ଘାଇ ମୁହଁରେ ବି ଏବେ ବି ପାଣି ଚାଲିଛି। କେମିତି କ'ଣ ଚାହୁଁଛନ୍ତି କି ପ୍ରତ୍ୟେକ ବର୍ଷ ମାନେ ନା ଏଇ ବର୍ଷ, ପ୍ରତ୍ୟେକ ବର୍ଷ ଆଗରୁ 2 ବର୍ଷ ହେଇଥିଲା, ବହୁତ ଦିନ ତଳେ ଏତେ କ୍ଷତି କଷ୍ଟ ହେଇନଥିଲା, ଏଇ ବର୍ଷ ଅଧିକ କ୍ଷତି କଷ୍ଟ ହେଲା। ନିହାତି ଭାବରେ ମା, ଏବେ ତାହେଲେ କ'ଣ କେମିତି ଖାଇବା ପିଇବା କରୁଛନ୍ତି? ଏବେ ଏଇ ଯେଉଁ ପାଣିରେ କାଦୁଅ ଆମେ ଦେଖୁଛୁ, ପଛ ଘର ନାହିଁ, ସେ ଆଣିକି ଯାହା ଦଉଛନ୍ତି ଖାଉଛୁ, ଆଉ କ'ଣ ଖାଇବା ପିଇବା କରିବୁ? ସେ ବନ୍ଧରେ ତ ରହିଛି, ଆଉ ରହିବାକୁ ଛୁଆ ପିଲା ପାଠ ପଢା ବି ଭାରି ଅସୁବିଧା ହଉଛି, ଯାଇ ହଉନି। ସେ ବହିପତ୍ର ତ ସବୁ କୁଆଡେ ଭାସିଲା କି କୁଆଡେ ଗଲା, ଦେଖା ନାହିଁ। ସେ ଘରେ ତ ସବୁ କିଛି ରହିଗଲା, ମୁଁ କିଛି ବି କାଢି ପାଇନି। ଘର ମାନେ ଉଠେଇବା କେତେ ଦିନ କେତେ ଦିନ ଲାଗିବ? ଟାଇମ ଲାଗିବ। ଆମେ ଆଉ ଟିକେ ନେବା ପ୍ରତିକ୍ରିୟା। ଭାଇ କ'ଣ କହିବେ, ଏ ଗାଁରେ କେତେ ପରିବାର ଏବଂ ଏଇ ଯେଉଁ ପାଣି ଆସିବା ଦ୍ୱାରା କେତେ ବର୍ତ୍ତମାନ କ୍ଷୟକ୍ଷତି ତ ବହୁତ ହେଇଛି, ଲୋକ ବହୁତ ହଇରାଣ ହେଇଛନ୍ତି। ଆଉ ସବୁ ବନ୍ଧ ଉପରେ ଅଛନ୍ତି, ଆଉ ଯାହା ଖାଇବାକୁ ଦଉଛନ୍ତି ପ୍ରଶାସନ, ପବ୍ଲିକ ଯିଏ ଖାଇବାକୁ ଦଉଛନ୍ତି, ଆମେ ସେଇ ଖାଇକି ଆମେ ସେଇ ବନ୍ଧ ଉପରେ ରହିଛୁ। ଆଉ ଘାଇ ମୁହଁ ବନ୍ଦ ହେଇଗଲେ, ଆଉ ଟିକେ ପାଣି କମିନେ ଆମେ ଆସିମୁ। ଆଉ ଏବେ ବି ଦୁଃଖ ଅଛି? ହଁ, ଏବେ ବି ବହୁତ ଦୁଃଖ। ଆଉ ସବୁ ତ ପଳେଇଛି, ଆମେ ଖାଇମୁ କେମିତି, ରହିମୁ କେମିତି? ତାପରେ ଆମେ ଆଉ ଟିକେ ଖାଲି ଦେଖେଇବା ଯେ ଯେହେତୁ ଏ ଗୋଟିଏ ଘର ନୁହେଁ, ଆଉ ଟିକେ ଆଗକୁ ଗଲେ ମଧ୍ୟ ଦେଖୁଥିବେ ଯେ ଦୁଇଟି ଘର। ଏଠି କେବଳ ଏ ଗୋଟେ କି ଦୁଇଟି ନୁହେଁ, ଯେତୋଟି ମାଟି ଘର ଯଦି ଦେଖିବା, ସେ ସମ୍ପୂର୍ଣ୍ଣ ଏ ଗାଁରେ ପୁରା ଭାଙ୍ଗିକି ମାଟିରେ ମିଶି ଯାଇଛି ଯେତେବେଳେ ବନ୍ୟା ପାଣି କାଳି ନଦୀରେ ହେଇଥିଲା ଏବଂ ଘାଇ ସୃଷ୍ଟି ହେଇଥିଲା ପାଟଣା ନିକଟରେ। ଏଇ ଯେଉଁ ଘାଇର ମୁଖ ରହିଛି, ସମ୍ମୁଖ ଗାଁଟି ପୁରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତେବେ ଦେଖୁଥିବେ ଯେ ପାଖାପାଖି 7 ଦିନ ହେଇଗଲାଣି ସେମାନେ ବନ୍ଧ ଉପରେ ରହି ଆଶ୍ରୟ ନେଉଛନ୍ତି ଏବଂ ଯାହା କିଛି ମିଳୁଛି ସେଥିରେ ସେମାନେ ଖାଇକି ରାତି କଟାଉଛନ୍ତି। ତେବେ ପ୍ରଶାସନ ଆଙ୍କ ନିକଟରେ କେବେ ପହଞ୍ଚୁଛି ଏବଂ ଆଙ୍କ ଦୁଃଖ କେବେ ଦୂର ହେଉଛି ତାହାକୁ ଦେଖିବାକୁ ବାକି। ଯାଜପୁର ସୁରେନ୍ଦ୍ର ସାମଲ, ନ୍ୟୁଜ୍ 7।